ହୀରାକୁଦ ନଦୀ ବନ୍ଧ ମହାନଦୀ ତଟରେ ଅବସ୍ଥିତ ଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା। ଏଠାରୁ ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ। ତେଣୁ ଏହି ହୀରାକୁଦ ନଦୀବନ୍ଧ ଓଡ଼ିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଚାଲନ୍ତୁ ଜାଣିବା ଆମ ରାଜ୍ୟରେ ଥିବା ସବୁଠୁ ବଡ଼ ଡ୍ୟାମ୍ ହୀରାକୁଦ ବନ୍ଧ ବିଷୟରେ। ଏହାର ଇତିହାସ, ଏହା କେବେ ଏବଂ ଏହାକୁ କିଏ ତିଆରି କରିଥିଲେ, ଓଡ଼ିଶା ପାଇଁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ କ'ଣ ପାଇଁ, କେଉଁ ଉଦ୍ଦେଶ୍ୟରେ ଏହି ହୀରାକୁଦ ନଦୀବନ୍ଧକୁ ନିର୍ମାଣ କରାଯାଇଥିଲା, ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। 1937 ମସିହାରେ ଏକ ବଡ଼ ବନ୍ୟା ପରେ ଇଞ୍ଜିନିୟର ଏମ୍ ବିଶ୍ୱବିଶେଷ ରାୟ ଚିନ୍ତା କରିଥିଲେ ମହାନଦୀରେ ଡ୍ୟାମ୍ ତିଆରି କରିବାକୁ। ସେ ଚିନ୍ତା କରିଲେ ଯେ ପ୍ରତିବର୍ଷ ମହାନଦୀରେ ହେଉଥିବା ଭୟଙ୍କର ବନ୍ୟାକୁ ରୋକିବା ପାଇଁ ଏକ ଡ୍ୟାମ୍ ନିର୍ମାଣ କରିବାକୁ ହିଁ ପଡ଼ିବ, କାରଣ ମହାନଦୀରେ ହେଉଥିବା ବନ୍ୟା ଲୋକଙ୍କର ଜୀବନକୁ ଦୁର୍ବିସହ କରି ପକାଇଥାଏ। ଏହା ଅନ୍ୟ ସମସ୍ତ ବନ୍ୟାଠାରୁ ବହୁତ ଭୟଙ୍କର ହୋଇଥାଏ। ତେଣୁ ସେ ଏହି ନଦୀକୁ ନେଇ ଏକ ଡ୍ୟାମ୍ ତିଆରି କରିବା ପାଇଁ ଯୋଜନା ବନାଇଲେ। ସେହି ସମୟରେ ପ୍ରତିବର୍ଷ ବନ୍ୟା କାରଣରୁ ଅନେକ କ୍ଷୟକ୍ଷତି ଘଟୁଥିଲା। ମହାନଦୀ ଆଖପାଖର ଲୋକଙ୍କୁ ହଇରାଣ ହେବାକୁ ଏଥିପାଇଁ ପଡ଼ିଥାଏ। ଏମ୍ ବିଶ୍ୱବିଶେଷ ରାୟ ପ୍ରଥମେ ପ୍ରସ୍ତାବ ରଖିଥିଲେ ମହାନଦୀରେ ଡ୍ୟାମ୍ ନିର୍ମାଣ କରିବାକୁ। 1945ରେ ଯେବେ B.R. ଆମ୍ବେଦକର ଚେୟାରମ୍ୟାନ୍ ଥିଲେ, ମହାନଦୀରେ ହୀରାକୁଦ ଡ୍ୟାମ୍ ହୋଇପାରିବ କି ନାହିଁ ରିସର୍ଚ୍ଚ କରିବାକୁ ଅନୁମତି ଦେଇଥିଲେ। 1946 ମସିହା ମାର୍ଚ୍ଚ ମାସ 15 ତାରିଖରେ ଓଡ଼ିଶାର ଗଭର୍ଣ୍ଣର ସାର ହାର୍ଦଳ ଲୁଇସ୍ ହୀରାକୁଦ ଡ୍ୟାମ୍ ନିର୍ମାଣ ଭାର ନେଇଥିଲେ। ତତ୍କାଳୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ 12 ଏପ୍ରିଲ 1948ରେ ହୀରାକୁଦ ଡ୍ୟାମ୍ର ଶୁଭାରମ୍ଭ କରିଥିଲେ। ଡ୍ୟାମ୍ର ସାଉଣ୍ଡ ଓ ଟେକ୍ନିକାଲ ଚେକ୍ ପାଇଁ ଏକ ମଜବୁତ କମିଟି ହୀରାକୁଦ ଡ୍ୟାମ୍ରେ ଆପାର୍ଟମେଣ୍ଟ କରାଯାଇଥିଲା। ଡ୍ୟାମ୍ର ମୁଖ୍ୟ ବନ୍ଧର ଲମ୍ବ ରହିଲା ପାଖାପାଖି 5 କିଲୋମିଟର। ଆପଣ ଜାଣିଛନ୍ତି କି ଏହି ହୀରାକୁଦ ଡ୍ୟାମ୍ ଦୁଇଟି ପାହାଡ଼କୁ ଜଏଣ୍ଟ କରାଯାଇ ତିଆରି ହୋଇଛି। ଗୋଟେ ପଟେ ରହିଛି ଲକ୍ଷ୍ମୀ ଟୁବୁରୀ ଓ ଅନ୍ୟପଟେ ରହିଛି ଚଣ୍ଡିଳ ଟୁବୁରୀ। ଓଡ଼ିଶାର ସମ୍ବଲପୁର ସହରଠାରୁ ମାତ୍ର 15 କିଲୋମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ୍। ଏହି ଡ୍ୟାମ୍ ଏସିଆର ଲମ୍ବା ଡ୍ୟାମ୍ ଭାବେ ପରିଚିତ। ଏହି ଡ୍ୟାମ୍ ଓଡ଼ିଶାର ବୃହତ୍ତମ ଡ୍ୟାମ୍। ଏହି ଡ୍ୟାମ୍ର ଉଚ୍ଚତା 200 ଫୁଟ। ଏହି ଡ୍ୟାମ୍ରେ ମୋଟ 98ଟି ଗେଟ୍ ରହିଛି। ସେଥିରୁ 64ଟି ସୁଇସ୍ ଗେଟ୍ ଓ 34ଟି କ୍ରେଷ୍ଟ ଗେଟ୍ ଅଛି। ଏହି ଡ୍ୟାମ୍ ତିଆରି କରିବାର ମୂଳ ଲକ୍ଷ୍ୟ ଥିଲା ବିଜୁଳି ଉତ୍ପାଦନ କରିବା ଏବଂ ଜଳସେଚନ କରିବା। ପଶ୍ଚିମ ଓଡ଼ିଶାର ଚାଷ ଜମିକୁ ଜଳସେଚନ କରିବା ଏହାର ମୂଳ ଲକ୍ଷ୍ୟ ଥିଲା। ଡ୍ୟାମ୍ର ଜଳସେଚନରୁ 1,59,106 ହେକ୍ଟରର ଖରିଫ ଫସଲ ହୋଇଥାଏ। ସେହିପରି 1,08,385 ହେକ୍ଟରର ରବି ଫସଲ ହୋଇଥାଏ। ଏହି ଡ୍ୟାମ୍ ନିର୍ମିତ ହେବା ପରେ 15,000 ଲୋକ ପ୍ରଭାବିତ ହୋଇଥିଲେ ଓ ପ୍ରାୟ 2,000 ପରିବାର ବିସ୍ଥାପିତ ହୋଇଥିଲେ। ସେହି ସମୟରେ ହୀରାକୁଦ ଡ୍ୟାମ୍ ତିଆରି ହେବା ପାଇଁ ପାଖାପାଖି 93 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। 1956 ଜୁନ୍ 19ରେ ଡ୍ୟାମ୍ଟି ନିର୍ମିତ ହୋଇଥିଲା। ହୀରାକୁଦ ନଦୀବନ୍ଧ କୃଷି ଜଳସେଚନରେ ଅନେକ ମାତ୍ରାରେ ସାହାଯ୍ୟ କରିଥାଏ। ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ 1957ରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ନଦୀବନ୍ଧ ଯୋଜନାରେ ସମୁଦାୟ 84,994 ବର୍ଗ କିଲୋମିଟର ଅଞ୍ଚଳରୁ ଜଳ ସଂଗୃହୀତ ହେଉଥିବା ବେଳେ ସେଥିରୁ 67,168 ବର୍ଗ କିଲୋମିଟର ଅର୍ଥାତ୍ 90% ଛତିଶଗଡ଼ ରାଜ୍ୟର ଅନ୍ତର୍ଭୁକ୍ତ। ହୀରାକୁଦ ଜଳଭଣ୍ଡାରର କ୍ଷମତା 4,821 ନିୟୁତ ଘନମିଟର ଏବଂ ସିଧାସଳଖ ଭାବେ ଏଥିରୁ 2,67,000 ଜମି ଜଳସେଚିତ ହେଉଛି। ଏହାଛଡ଼ା ହୀରାକୁଦର 2ଟି ପ୍ରକଳ୍ପରୁ 347 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଏହାର ଇତିହାସକୁ ଦେଖିଲେ ମୂଳ ପ୍ରସ୍ତାବ ଅନୁଯାୟୀ ହୀରାକୁଦ, ଟିକରପଡ଼ା, ନରାଜଠାରେ ବନ୍ଧ ନିର୍ମାଣ ହେବାର ଥିଲା, କିନ୍ତୁ ଆନ୍ଦୋଳନ ଯୋଗୁଁ ଟିକରପଡ଼ା ବନ୍ଧ, ମଣିଭଦ୍ରା ବନ୍ଧ ଓ ସୁବଳୟା ବନ୍ଧ ବନ୍ଦ ହୋଇଯାଇଥିଲା। କେବଳ ହୀରାକୁଦ ବନ୍ଧ ନିର୍ମାଣ ସମ୍ଭବ ହେଲା। ତେବେ ଏହି ନଦୀବନ୍ଧ ଯୋଜନା ହେବା ସମୟରେ ଅନେକ କିଛି ସମସ୍ୟା ଦେଖିବାକୁ ମିଳିଥିଲା। ତେବେ ଏହାର ଆଖପାଖରେ ରହିଥିବା ଲୋକମାନେ ନିଜ ସ୍ଥାନ ବିସ୍ଥାପିତ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନିଜ ଘରଦ୍ୱାର ଛାଡ଼ି ଅନ୍ୟ ଜାଗାକୁ ବାଧ୍ୟରେ ଯିବାକୁ ପଡ଼ିଥିଲା। କେବଳ ଗୋଟିଏ 2ଟି ଗାଁ ନୁହେଁ, ହୀରାକୁଦ ଜଳଭଣ୍ଡାର ନିର୍ମାଣ ପାଇଁ 168ଟି ଗ୍ରାମ ଜଳମଗ୍ନ ହୋଇଥିଲା।
ଏହି ଗ୍ରାମ ସମୂହରେ 1,23,000 ଏକର ଚାଷ ଜମି, ତାହା ମଧ୍ୟରୁ ଅନେକ ଉର୍ବର ଜମି ଜଳମଗ୍ନ ହୋଇଯାଇଥିଲା। ଏହି ଗ୍ରାମ ସବୁ ଜଳମଗ୍ନ ହେବା ଦ୍ୱାରା ସମୁଦାୟ 26,561ଟି ପରିବାର ବାସହରା ହୋଇ 1 ଲକ୍ଷ ଲୋକ ଦୁର୍ଦ୍ଦିନ ଭିତରେ ରହିଲେ। ସୂଚନା ଅନୁଯାୟୀ ବର୍ତ୍ତମାନ ଯାଏଁ ବନ୍ଧ ନିର୍ମାଣର 60 ବର୍ଷ ପରେ ମଧ୍ୟ ଏହି ବିସ୍ଥାପିତ ପରିବାର ମଧ୍ୟରୁ 10,000 ପରିବାରର କୌଣସି ପ୍ରକାରର ସହାୟତା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଏହାକୁ ନେଇ ଅନେକ ବିବାଦ ସାମ୍ନାକୁ ଦେଖିବାକୁ ମିଳିଥିଲା। ଯେମିତିକି କୁହାଯାଉଥିଲା ଯେ ବନ୍ୟା ନିୟନ୍ତ୍ରଣ କରିବାରେ ଏହି ହୀରାକୁଦ ନଦୀବନ୍ଧ ଅସମର୍ଥ ହୋଇଛି। ବନ୍ଧ ପାଇଁ ଅନୁପଯୁକ୍ତ ସ୍ଥାନ ବଛାଯାଇଛି। ପୁରାତନ ରୁଲ୍ କର୍ଭ ଅନୁସାରେ କାମ ଚାଲିଛି। ସେହି ସମୟରେ ବିସ୍ଥାପିତଙ୍କ କ୍ଷତିପୂରଣ ଦେବା ଏପର୍ଯ୍ୟନ୍ତ ସରିନାହିଁ ଏବଂ ଏହାକୁ ନେଇ ମହାନଦୀ ଜଳ ବିବାଦ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ପ୍ରାୟ ସମୟରେ ଲାଗି ରହିଛି। ଏସବୁ ମଧ୍ୟରେ ଥିବା ପୁରାତନ ରୁଲ୍ କର୍ଭର ମାନେ ହେଉଛି ଜଳ ପରିଚାଳନା ପାଇଁ ଏକ ରୁଲ୍ କର୍ଭ ରହିଥାଏ। କେଉଁ ତାରିଖରେ ହୀରାକୁଦ ଜଳସ୍ତର କେତେ ରଖାଯିବ ରୁଲ୍ କର୍ଭ ଅନୁସାରେ କରାଯାଏ। ଶେଷ ଥର ପାଇଁ 1988ରେ ରୁଲ୍ କର୍ଭ ସଂଶୋଧିତ ହୋଇଥିଲା। ଆଉ ଏବେ ସୁଦ୍ଧା ମଧ୍ୟ ସେହି ନିୟମକୁ ଅବଲମ୍ବନ କରାଯାଉଛି, ଯାହାଦ୍ୱାରା ବନ୍ୟା ନିୟନ୍ତ୍ରଣରେ ଲାଭ ମିଳୁନାହିଁ ଏବଂ ଏବେ ବି ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ହୀରାକୁଦ ଅବବାହିକାରେ ହାରାହାରି 15 ସେଣ୍ଟିମିଟର ବୃଷ୍ଟିପାତରେ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ ହୋଇଯାଇଥାଏ। ପଟୁମାଟି ଭର୍ତ୍ତି ଯୋଗୁଁ ଏହାର ଜଳଧାରଣ କ୍ଷମତା 31% ବର୍ତ୍ତମାନ କମି ଆସିଛି। ତେବେ ଏହି ହୀରାକୁଦ ନଦୀବନ୍ଧ ଯୋଜନା ପରେ ଆଂଶିକ ମାତ୍ରାରେ ବନ୍ୟା ନିୟନ୍ତ୍ରଣ ସମ୍ଭବ ହୋଇପାରିଛି ବୋଲି ଆମେ କହିପାରିବା। ତେବେ 1962ର ହୀରାକୁଦ ଇଭାଲ୍ୟୁଏସନ୍ କମିଟି ରିପୋର୍ଟରେ ସ୍ପଷ୍ଟ ଭାବେ ଏହା ଲେଖାଯାଇଛି ଯେ ହୀରାକୁଦ ମାଧ୍ୟମରେ ସାଧାରଣ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ। ପ୍ରବଳ ବନ୍ୟା ଆଂଶିକ ଭାବେ ନିୟନ୍ତ୍ରଣ ସମ୍ଭବ ହୋଇପାରିବ, ଆଉ ଅସାଧାରଣ ବନ୍ୟା ନିୟନ୍ତ୍ରଣ ସମ୍ଭବ ନୁହେଁ। ତେଣୁ ଏହି ବନ୍ଧକୁ ଅଯଥାରେ ଦୋଷ ଦେବା ମଧ୍ୟ ଠିକ୍ ହେବ ନାହିଁ। ସେହିପରି ମହାନଦୀ ଜଳ ବିବାଦ ସବୁ ସମୟରେ ଲାଗି ରହୁଛି। ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ। ଉପରମୁଣ୍ଡରେ ଅନେକ ବନ୍ଧ ଛତିଶଗଡ଼ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବାରୁ ମହାନଦୀ ଶୁଖିଲା ପଡ଼ିବ ଅନୁମାନ କରି ଓଡ଼ିଶା ତରଫରୁ ଥରକୁ ଥର ମହାନଦୀ ବଞ୍ଚାଅ ବିକ୍ଷୋଭ ମଧ୍ୟ ହୋଇଥିଲା। 2016 ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା। ସୂଚନା ଅନୁସାରେ ଅର୍ଦ୍ଧ ଶତାବ୍ଦୀ ବିତି ଯାଇଥିଲେ ବି ହୀରାକୁଦ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦେବା ସରିନାହିଁ। 26,500 ପରିବାର ଏହି ଯୋଜନାରେ ବିସ୍ଥାପିତ ହେଲେ, କିନ୍ତୁ ଏବେ ସୁଦ୍ଧା 9,000ରୁ ଉର୍ଦ୍ଧ୍ୱ ପରିବାର କ୍ଷତିପୂରଣ ପାଇନାହାନ୍ତି। ତେବେ ଆମ ହୀରାକୁଦ ନଦୀବନ୍ଧ ବିଷୟରେ ଏହି ଇନଫର୍ମେସନଟି ଆଶା ଅଛି ଆପଣଙ୍କୁ ଭଲ ଲାଗିଥିବ। ଆମ ଓଡ଼ିଶାର ସର୍ବବୃହତ ତଥା ଏସିଆର ସବୁଠାରୁ ଲମ୍ବା ଡ୍ୟାମ୍ ହୀରାକୁଦ ବନ୍ଧ ବିଷୟରେ ଜାଣି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଆମ ରାଜ୍ୟ ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ଭିଡ଼ିଓଟି ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର ମଧ୍ୟ କରନ୍ତୁ।